ଯେତେ ବିପଦ ଆସୁ ଭଗବାନଙ୍କ ଉପରେ ଆସ୍ଥା ଏବଂ ବିଶ୍ୱାସ ଆପଣ କେବେ ବି ହରାନ୍ତୁ ନାହିଁ। ଗୋଟେ ଛୋଟ ଗପ ମୁଁ ଶୁଣିଥିଲି, ଆପଣଙ୍କୁ କହୁଛି। ପିଲାଟିଏ ଜନ୍ମ ହେବାର ଥିଲା, କିଛି ଦିନ ଆଉ ଅଛି। ସେ ଭଗବାନଙ୍କ ପାଖକୁ ଗଲା ଆଉ କହିଲା, ଭଗବାନ, ଏଇ ଯେଉଁ ପୃଥିବୀ, ସେଠି ଭାରି ଯନ୍ତ୍ରଣା, ଭାରି ଦୁଃଖ। ଆଉ ମୁଁ ଶୁଣିଛି ଏ ପୃଥିବୀରେ ଯେଉଁମାନେ ଜନ୍ମ ନିଅନ୍ତି ଆପଣ ତାଙ୍କର କେବେ ବି ସାଥ ଦିଅନ୍ତିନି, ଦେଖା ବି ଦିଅନ୍ତିନି, ତାଙ୍କୁ ଦୁଃଖ ଆଉ ସୁଖରେ ଛାଡ଼ି ଦିଅନ୍ତି। ତେଣୁ ମୁଁ ଏଇ ପୃଥିବୀରେ ଜନ୍ମ ନେବାକୁ ଚାହୁଁନି। ଭଗବାନ କହିଲେ, ତୁ କେମିତି ଜାଣିଲୁ ଯେ ମୁଁ କେବେ ବି ସାଥ ଦିଏନି? ମୁଁ ସବୁବେଳେ ତୋ ସାଙ୍ଗରେ ଥିବି। ତୁ କିଛି ବି ଚିନ୍ତା କରନା, ତୁ ଏଇ ପୃଥିବୀରେ ଜନ୍ମ ନେଇଯା, ସ୍ଥିର ତ ହେଇସାରିଲାଣି ତୁ କେଉଁଠି ଜନ୍ମ ନେବୁ। ସେ ପିଲାଟା କହିଲା, ହଉ ମୁଁ ଯାଉଛି ଜନ୍ମ ନେବି, କିନ୍ତୁ ମୁଁ କେମିତି ଜାଣିବି ଯେ ପ୍ରଭୁ ଆପଣ ମୋ ସହିତ ସବୁବେଳେ ଅଛନ୍ତି? ପ୍ରଭୁ କହିଲେ, ଯେତେବେଳେ ତୁ ଆଖି ବନ୍ଦ କରିବୁ ଆଉ ଚିନ୍ତା କରିବୁ, ତୁ ଦୁଇ ଯୋଡ଼ା ପାଦ ଦେଖିବୁ, ଗୋଟେ ଯୋଡ଼ା ପାଦ ଦେଖିବୁ, ଗୋଟେ ତୋର ଆଉ ଗୋଟେ ମୋର। ପିଲାଟି ଜନ୍ମ ନେଲା, କିନ୍ତୁ ଏଇ କଥାଟି ତା'ର ମନେ ଥିଲା ଯେ ଭଗବାନ ତା ସହିତ ସବୁବେଳେ ଅଛନ୍ତି। ଯେତେବେଳେ ସେ ଧୀରେ 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 ବଡ଼ ହେଉଥାଏ, ଆଖି ବନ୍ଦ କରିକିରି ଭାବେ ଭଗବାନଙ୍କ କଥା ମନେ ପକାଏ, ଦେଖିବା ଭଗବାନ ମୋ ସାଥିରେ ଅଛନ୍ତି କି ନାହିଁ। ସେ ଦେଖେ ଗୋଟେ ଯୋଡ଼ା ପାଦ, ଗୋଟେ ତା'ର ଆଉ ଗୋଟେ ପ୍ରଭୁଙ୍କର। ଏମିତି ହେଇକି ସେ ବଡ଼ ହୋଇଗଲା ଏବଂ ଗୋଟେ ବଡ଼ ବିଜନେସମ୍ୟାନ୍ ବନିଗଲା। ଯେତେବେଳେ ବି ତା ଜୀବନରେ କିଛି ବି ସୁଖ ଆସେ, ସେ ଆଖି ବନ୍ଦ କରିକି ଦେଖେ ଆଉ ତାକୁ ଗୋଟେ ଯୋଡ଼ା ପାଦ ଦେଖାଯାଏ, ଯେଉଁଟାକି ତା'ର ଆଉ ପ୍ରଭୁଙ୍କର। ସେ ଜାଣେ ତା'ର ବିଜନେସ୍ରେ ବହୁତ ଲସ୍ ହେଲା, କ୍ଷତି ହେଲା, ସେ ତଳିତଳାନ୍ତ ହୋଇଗଲା। ସେ ଆଖି ବନ୍ଦ କରି ଭାବିଲା, ଦେଖିବା ଭଗବାନ ଆଜି ବି ମୋ ସାଥିରେ ଅଛନ୍ତି କି ନାହିଁ। ସେ ଦେଖିଲା ଗୋଟିଏ ମାତ୍ର ପାଦ ଚିହ୍ନ। ସେ ଭାବିଲା, ଭଗବାନ ମୋର ସାଥ ଛାଡ଼ିଦେଲେ, ଏତେ ଶୀଘ୍ର ତୁମେ ପ୍ରମିସ୍ ଭୁଲିଗଲ। ଭଗବାନ, ମୋର ଦୁଃଖରେ ତୁମେ ମୋତେ ସାଥ ଛାଡ଼ିଦେଲ। ସେ ବହୁତ କୋସିସ କଲା ଆଉ ପୁଣି ଥରେ ବିଜନେସ୍ରେ ଏଷ୍ଟାବ୍ଲିଶ୍ ହେଲା। ଏମିତି ହେଇ ସେ ମରିବା ପର୍ଯ୍ୟନ୍ତ କଥା ଆସିଲା। ସେ ମୃତ୍ୟୁର ଶଯ୍ୟାରେ ପଡ଼ିଛି ଆଉ ଭଗବାନଙ୍କୁ ପ୍ରାର୍ଥନା କରୁଛି, ଯେତେବେଳେ ବି ମୁଁ ସୁଖରେ ଥିଲି ମୁଁ ଗୋଟେ ଯୋଡ଼ା ପାଦ ଦେଖିଥିଲି, ତୁମର ଆଉ ମୋର। ଆଜି ମୁଁ ମୃତ୍ୟୁର ଅନ୍ତିମ ଶଯ୍ୟାରେ ଅଛି, ବହୁତ କଷ୍ଟ ପାଉଛି। ତାକୁ କ୍ୟାନ୍ସର ହେଇଯାଇଛି, ତା ଦେହ ସାରା ଜୀବାଣୁ। ସେ ଭାବୁଛି ମୁଁ କେତେବେଳେ ମରିଯିବି। ଆଉ ସେ ଆଖି ବନ୍ଦ କରି ଭାବୁଛି, ଦେଖିବା ଆଜି ବି ପ୍ରଭୁ ମୋ ସହିତ ସାଥିରେ ଅଛନ୍ତି କି ନାହିଁ। ସେ ଦେଖୁଛି ଗୋଟିଏ ମାତ୍ର ପାଦ ଚିହ୍ନ। ସେ ଭଗବାନଙ୍କ ଉପରେ ଅଭିମାନ କରୁଛି, ଏତେ ଶୀଘ୍ର ତୁମ ପ୍ରମିସ୍ ଭୁଲିଗଲ ପ୍ରଭୁ। ତୁମେ ପରା କହିଥିଲ ସୁଖରେ ଆଉ ଦୁଃଖରେ ମୋର ସାଥ ଦେବ, କିନ୍ତୁ ଯେତେବେଳେ ମୁଁ ସୁଖରେ ଥିଲି ତୁମେ ମୋତେ ସାଥ ଦେଲ। ଗୋଟେ ଯୋଡ଼ା ପାଦ ଚିହ୍ନ ଦେଖିଲି, ଗୋଟେ ମୋର ଆଉ ତୁମର। ଆଜି ଯେତେବେଳେ ମୁଁ ଅନ୍ତିମ ଅବସ୍ଥାରେ ପହଞ୍ଚିଛି, ଯେତେବେଳେ କ୍ୟାନ୍ସରରେ ମୋ ଦେହ ଏତେ କଷ୍ଟ ପାଉଛି, ସେତେବେଳେ ମୁଁ ଗୋଟେ ମାତ୍ର ପାଦ ଚିହ୍ନ ଦେଖୁଛି। ତୁମେ ମୋ ସାଥ ଛାଡ଼ିଦେଲ ପ୍ରଭୁ। ତାପରେ ତା'ର ମୃତ୍ୟୁ ହେଇଯାଉଛି, ସେ ମରିଯାଉଛି। ତଥାପି ତା'ର ସେଇ କଥାଟା ମନେ ଅଛି। ମରିଗଲା ପରେ ସେ ଭଗବାନଙ୍କ ପାଖରେ ପହଞ୍ଚୁଛି ଆଉ ଭଗବାନଙ୍କୁ ପଚାରୁଛି, ନା ତୁମ ଉପରେ ମୋର କିଛି ଆଉ ବିଶ୍ୱାସ ନାହିଁ ପ୍ରଭୁ। ତୁମେ ମୋତେ କହିଥିଲ ଏ ପୃଥିବୀରେ ଜନ୍ମ ନେଲେ ତୁମେ ମୋର ସୁଖ ଦୁଃଖ ସବୁଠି ସାଥ ଦେବ। ସୁଖରେ ତ ତୁମେ ସାଥ ଦେଇଛ, ମୁଁ ଗୋଟେ ଯୋଡ଼ା ପାଦ ଚିହ୍ନ ଦେଖିଛି, କିନ୍ତୁ ଦୁଃଖରେ ତୁମେ ମୋତେ ସାଥ ଛାଡ଼ି ଦେଇଛ ନା ପ୍ରଭୁ। ପ୍ରଭୁ ହସିଲେ, କହିଲେ, ନା ରେ ବାଇଆ, ମୁଁ ତୋର ସାଥ କେବେ ଛାଡ଼ିନି ରେ। ଯେତେବେଳେ ତୁ ସୁଖରେ ଥାଉ ମୁଁ ତୋତେ ହାତ ଧରି ସାଥିରେ ଚାଲେ ନା, ତୋ ହାତ ଧରି। ତେଣୁ ତୁ ଗୋଟେ ଯୋଡ଼ା ପାଦ ଚିହ୍ନ ଦେଖୁରେ, ତୋର ଗୋଟିଏ ମୋର ଗୋଟିଏ। ଆଉ ଯେତେବେଳେ ତୁ ଦୁଃଖରେ ଥାଉ, ଯେତେବେଳେ କ୍ୟାନ୍ସରର ଜୀବାଣୁ ତୋ ଦେହ ସାରା ବ୍ୟାପି ଯାଇଥିଲା, ସେତେବେଳେ ମୋତେ ଖୁବ୍ କଷ୍ଟ ହେଉଥିଲା ରେ। ସେତେବେଳେ ମୁଁ ତୋତେ କୋଳେଇ ନେଇଥିଲି, ମୁଁ ତୋତେ ମୋର କୋଳରେ ଏମିତି ଧରିଥିଲି ତ। ତେଣୁ ଗୋଟିଏ ମାତ୍ର ପାଦ ତୋତେ ଦେଖାଯାଉଥିଲା, ଆଉ ସେହି ପାଦ ଚିହ୍ନଟା ତୋର ନୁହେଁ ରେ ବାଇଆ, ସେଟା ମୋର। ତୋତେ ଆହୁରି ବିପଦ, ତୋତେ ଆହୁରି ଦୁଃଖ ମାଡ଼ି ଆସୁଥିଲା, କିନ୍ତୁ ଯେହେତୁ ମୁଁ ତୋତେ କୋଳେଇ ନେଉଥିଲି ଆଉ ତୁ ମୋ କଥା ବହୁତ ଚିନ୍ତା କରୁଥିଲୁ, ତେଣୁ ତୁ ଗୋଟିଏ ମାତ୍ର ପାଦ ଚିହ୍ନ ଦେଖୁଥିଲୁ। ତୁ ମୋ କୋଳରେ ଥିଲୁ ନା, ତୋର ଦୁଃଖ ଆହୁରି କମିଯାଉଥିଲା। ତେଣୁ ଭଗବାନ କେବେ ବି ଆମର ସାଥ ଛାଡ଼ନ୍ତି ନାହିଁ। ଭଗବାନଙ୍କ ଉପରେ ବିଶ୍ୱାସ ରଖିଲେ ସିଏ ଆମକୁ ତାଙ୍କ କୋଳରେ ଉଠେଇ ନିଅନ୍ତି, ଆମ ଦୁଃଖ ଭାର କମିଯାଏ। ଜୀବନର ଅନେକ ରାସ୍ତା ଆଗକୁ ଆସିଗଲା ପରେ ଆମେ ପଛକୁ ଫେରି ଦେଖିବା ଯେ ପ୍ରଭୁ ଆମକୁ କେବେ ସାଥ ଦେଇନାହାନ୍ତି, ଆମେ ସାଥ ଛାଡ଼ି ନାହାନ୍ତି। ଆମେ ଏପରି ଗୋଟିଏ ମଣିଷ ଜାତିରେ ଜନ୍ମ ହୋଇଛେ, ଛୋଟ କଥାକୁ ଆମେ ବହୁତ ବଡ଼ ବୋଲି ଭାବିକି ତାକୁ ଅଭିମାନ କରି ଜାବୁଡ଼ି ଧରିଛୁ। ଯେଉଁ କଥାର ଗୁରୁତ୍ୱ ହୁଏତ ବେଶୀ କିଛି ନଥିଲା ଆମେ ଚାହିଁଥିଲେ ଆମ ଭାବନା ଭିତରେ ଭଗବାନଙ୍କୁ ସମର୍ପଣ କରିଦେଲେ ସେହି ଦୁଃଖର ଭାର ହୁଏତ କମିଯାଇଥାନ୍ତା।
ଦୁଃଖର ଭାର ସବୁବେଳେ ପ୍ରଭୁ ହିଁ ନେଇଯାଆନ୍ତି। ପ୍ରଭୁଙ୍କ ଉପରେ କେବେ ବି ଆସ୍ଥା ହରାନ୍ତୁ ନାହିଁ। ପ୍ରଭୁ କେବେ ବି ଆମ ହାତ ଛାଡ଼ନ୍ତି ନାହିଁ। ଯେତେବେଳେ ଆମେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଉ ସେତେବେଳେ ପ୍ରଭୁ ଆମକୁ ତାଙ୍କ କୋଳରେ ଉଠାଇ ନିଅନ୍ତି। ମୋ ଜୀବନରେ ଏମିତି ଅନେକ ଘଟଣା ଘଟିଛି। ତେଣୁ ଆସନ୍ତୁ ପ୍ରଭୁଙ୍କ ଉପରେ ଆମେ ଆସ୍ଥା ରଖିବା, ବିଶ୍ୱାସ ରଖିବା, ଭରସା ରଖିବା। ତାଙ୍କ ଉପରେ ଆମର ଆସ୍ଥା ବିଶ୍ୱାସ କେବେ ବି ହରେଇବା ନାହିଁ। ଜୟ ଜଗନ୍ନାଥ।